বলে নল রাজা কাটে ঘোড়া ঘাস, কর্ম বলে রামচন্দ্র গলে বনবাস। ହେଲେ ମୁଁ ବଶିଷ୍ଠ ମିଶ୍ର କି କର୍ମ କରିଥିଲି ସମସ୍ତେ ଜାଣନ୍ତି। ମୁଁ ହେଉଛି ଏ ଘରର ମାଲିକ, ଦିନେ ତିନିଟା ଫ୍ୟାକ୍ଟ୍ରିର ଓନର। ହେଲେ ମୋ ଅସଲ ପରିଚୟ ହେଉଛି ମୁଁ ଏ ଘରର ଚାକର। ବାପା ମାଙ୍କ ମୁଣ୍ଡକୁ ଉଚ୍ଚା କରିବ, ସମ୍ମାନ ଅର୍ଜନ କରି ତାଙ୍କ ଛାତିକୁ ଚଉଡ଼ା କରିବ। ହେଲେ ମୁଁ ଏମିତି ଗୋଟେ ପୁଅକୁ ଜନ୍ମ ଦେଇଛି ଯିଏ ମୋ ପାଇଁ ପାଲଟି ଗଲା 7 ଜନ୍ମର ପାପ। ଆଉ ତା ପାଇଁ ମୁଁ ଆଜି ନିଜେ ଘରେ ନିଜେ ଚାକର। आज्ञा आज्ञा नमस्कार नमस्कार आज्ञा टे मैम साहेब को डाकिदेवी। मैम साहिबा देख ये किए मैम साहिबा रोना आज्ञा कि कथा कहते आज्ञा आपड़ ए चाकरी कर मैम साहेब किए जानी ना मुझे बुझी पारूनी जान आज्ञा कि मैम साहेब को डाकिदेवी कहे जगा बोली किए आस जगा। हाँ नहीं 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 जगा बोली कहले हुए तो से जानीपर कि न जानीपर कहे जगा टोली वाला वाली जगा टोली वाला। आज्ञा आज्ञा तुम्हें जगा जगा आप भूत अब तुम आगे पर ठिया। अच्छा तुम बापा को ना बापा ना गाँ नाटा आमर कटकर कांचनपुर बापा नाटा हूँ समिया नायक। बापा को नाटा पचार देते कहीं खुशी बापा माँ भाई भौणी समस्ते मिसी आम पूरी जाऊँ केते खुशी थे बापा जड़े किए बंधु देखा करने जाऊँ कौन तक नाटा गोटे थिला आज्ञा ऋषि हाँ 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 से ऋषि को ना कौन नाटा कि मिश्र मन पड़ा आज्ञा वशिष्ठ मिश्र खबर देखिले बापा आसवा हेले चिठी पाई वशिष्ठ मिश्र आसिले ना न आसी तो भल होता हेले कौन करी आज्ञा समिया नायक ता पिला छुआ को नहीं से कटकर कांचनपुर को फेरी जाता बड़ा दुर्भाग्यर कथा आज्ञा कौटी थी केजाणी गोटे पागल टोका आसी मो बोटा को मारिदेला मो बोटा को समिया नायक परिवार का छारखार हो गया और मुझे दरिया कूल में पड़ी बस एटिकी कहीं आसु तू क्या देखा करबे आसु आपन रागुंट कहीं साइना मैडम मुझे डाकी दिंतु देख एटिकी साइना मैडम पड़े रोना जो बाटे बाटे अच्छे तो सही बाटे बाटे चली जा मना करतुनी आज्ञा देखो आप राग पड़ुंट मना करतुनी साइना मैडम सहित मतलब कथा अच्छे आप डाकिबे ना मुझे डाकिदेवी किसी डाका डाकी दरकार नहीं मुझे कहूँ तू जो बाटे बाटे अच्छे तो सही बाटे बाटे पलि जा बड़ा विचित्र लोक देखुची आज्ञा साइना मैडम सहित कथा अच्छे अरे मुझे कहूँ परा तू जो बाटे बाटे अच्छे सही बाटे बाटे पला सुनीला आइलुनी मैडम नहीं नहीं मो विरोध रे ताको जहा कहलो सुनीला कि सी मैम साहिबा नमस्कार नमस्कार वास्तव में मैम साहिबा बड़ा विचित्र लोक आसला बेले तो बकर बकर मुंडा खराब कर सारे से किए कहले सी होते मो बड़ भाई आज्ञा
ଟିକେ ମୁଣ୍ଡ ଦୋଷ ଅଛି। ଓ ମୁଁ ସବୁବେଳେ କହୁଛି ଭାଇ ତମେ ଏ ଘର ଚାକର ନୁହଁ, ତମେ ହଉଛ ମାଲିକ। ହେଲେ ମୋ କଥା କଣ ଶୁଣୁଛନ୍ତି? ହଁ। ଜମା ଶୁଣୁନା। କଥା କ'ଣ କି ମ୍ୟାମ୍ ଶୋଇବା ମୁଁ ତାଙ୍କ କଥାକୁ ଜମା ବିଶ୍ୱାସ କରିନି କି ଖରାପ ବି ଭାବିନି। ମୁଁ ଆପଣଙ୍କୁ ଭଲ କରି ଜାଣିଛି। ଆପଣଙ୍କର ପାଟିଟା ସିନା ଟାଣ ହେଲେ ଅନ୍ତରଟା ନା ହଳାହଳ ବିଶ୍ୱରେ ଜଗା ପରଟା ଚିକମିକ ସୁନ୍ଦର ହେଲେ ଭିତରଟା ମହାକାଳ ଫଳ। ଭାଇ ଭାଇ କଣ ଯେ କହିବି? ଚାଲ ଚାଲ ଆସ। ବସନ୍ତୁ ଆଜ୍ଞା, ସେଠି ବସିଯାଆନ୍ତୁ। ଆଚ୍ଛା ଜଗା, ଆଜ୍ଞା ଆଜ୍ଞା ଏମିତି ଆସିଲ କଣ ପାଇଁ? କଥା କ'ଣ କି ମ୍ୟାମ୍ ଶୋଇବା ହଁ ଆପଣ ଯେଉଁ ଟଙ୍କା ମୋତେ ସାହାଯ୍ୟ କରିଥିଲେ ହଁ ହଁ। ଆପଣଙ୍କୁ ଆକାଶରେ ଦେବୀ ଦେବା ଅଛନ୍ତି କି ନାହିଁ ମୁଁ ଜାଣିନି, ହେଲେ ମୁଁ ଆପଣଙ୍କୁ ଦେବୀ ବୋଲି ମାନିଛି। ସବୁ ଚକ୍ ଚକ୍ କରୁଥିବା ଜିନିଷ ସୁନା ନୁହେଁ ରେ ଜଗା। ଭାଇ ମଝିରେ ପାଟି କରୁଛନ୍ତି ଆଉ। ଚୌକି ବସ ବୋଲି ଜମା ଶୁଣୁନାହାନ୍ତି। ପାଟି କରୁଛ? ପୁରା ସାଇଲେଣ୍ଟ ବସ। ବସନ୍ତୁ ଆଜ୍ଞା, ବସନ୍ତୁ। ପାଟି କାହିଁ କରୁଛନ୍ତି କହିଲେ? ଆଚ୍ଛା ଜଗା, ଆଜ୍ଞା। ମୋ ପାଖରେ କିଛି କାମ ଥିଲା କି? କି କଥା କହୁଛନ୍ତି ଆଜ୍ଞା? କହିବା କୁହନ୍ତୁ। ଆପଣ ଯେଉଁ ଟଙ୍କା ଦେଇଥିଲେ ହଁ। ସେ ଟଙ୍କାରେ ଭାଇ ଭଉଣୀ ଦୁଇଟାକୁ ପାଠ ପଢ଼ିବାକୁ ପଠେଇଥିଲେ। ସେମାନେ ଗଲେ ସେଠି ଯାଇ ସେ ହୁଣ୍ଡା ହୁଣ୍ଡି ଦୁଇଟା କ'ଣ ଗୋଟେ ଖବର ପଠେଇଛନ୍ତି, ଆମେ କ'ଣ ବଡ଼ ପାଠ ପଢ଼ିବୁ, କ'ଣ ସେଇଟା ଗୋଟେ ହଷ୍ଟେଲରେ ରହିବୁ, ଆହୁରି କ'ଣ ଟ୍ୟୁସନ୍ କରିବୁ। ଆଚ୍ଛା। ସେ ଗରିବ ମୁଣ୍ଡରେ ଆଜ୍ଞା କ'ଣ ବସୁଛି ସେ କଥା କିଛି ବସୁନି ଆଜ୍ଞା। ତଥାପି କହୁଥିଲେ କ'ଣ 10-12 ଲକ୍ଷ ଟଙ୍କା ଖର୍ଚ୍ଚ ହବ। ହଁ 10-12 ଲକ୍ଷ କ'ଣ କରିବି? ନାଇଁ ନଗଦ ଗୋଟେ 2 ଲକ୍ଷ ହେଲେ ଚଳିବ ଆଜ୍ଞା। ଏଇ ଗୋଟେ କଥା। ଜଗା ବାବୁ ଆଜ୍ଞା ଏଇଠି ଥାନ୍ତୁ, ମୁଁ ଯାଉଛି ହଁ। ନେଇକି ଆସିବି। ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ଭାଇ ଗଲ ଗଲ ସେ ଲକର ଖୋଲିକି 2 ଲକ୍ଷ ଟଙ୍କା ନେଇ ଆସିବି। ଯାଅ। ଏ ଜଗା ଆକାଶରେ ପାରାମାନେ ଉଡୁଥିଲେ, ଦେଖିଲେ ତଳେ ଖୁଦ ଦାନା ପଡ଼ିଛି। ଖୁଦ ଦାନା ଖାଇବାର ଲୋଭ ତାଙ୍କୁ ଅନ୍ଧ କରିଦେଲା। ତଳକୁ ଓହ୍ଲେଇ ଆସିଲେ, ହେଲେ ଜାଣିନଥିଲେ ଚତୁର ଶିକାରୀଟା ତା ଉପରେ ଜାଲ ବିଛେଇ ବସିଛି। ଗୋଟି ଗୋଟି କରି ସମସ୍ତେ ଛନ୍ଦି ହେଇଗଲେ। ଖୁଦ ଦାନା ଲୋଭରେ ବଡ଼ଟାରେ ପୁଅ ଫସିଯିବୁ ଫସିଯିବୁ। ଭାଇ କଣ ଯେ କହିବି? ତମ ପୁରା କହିଲି ଯାଅ ଲକର ଖୋଲିକି 2 ଲକ୍ଷ ଟଙ୍କା ଆଣିବ। ଆରେ ଯାଉନ। ଓହୋ ଆପଣ ଖାଲି ତ ପଛକୁ ଅପଣଉଛନ୍ତି ଆଜ୍ଞା। ମ୍ୟାଡ଼ାମ କହିଲି ଯାଉନାହାନ୍ତି, ଯାଆନ୍ତୁ ବୁଢ଼ା ଲୋକ ହେଲେଣି ଫେରି ଯାଆନ୍ତୁ। ମ୍ୟାମ୍ ସାହେବ ଆଚ୍ଛା ଜଗା ବାବୁ, ତାଙ୍କ ମୁଣ୍ଡ ଦୋଷ ଅଛି ନାଇଁ ତ? ହଁ ହଁ ଏଇ ଟିକେ ଟିକେ ମୁଣ୍ଡ ଦୋଷ ଅଛି। ଆଚ୍ଛା ସେଇଥିପାଇଁ ଇଆଡ଼ୁ ସିଆଡ଼ୁ ଖାଲି ଗପୁଛନ୍ତି ଆଉ। ସବୁବେଳେ ସେମିତି। ଆଜ୍ଞା ଆଜ୍ଞା ଆଜ୍ଞା। ହଁ ଜଗା ବାବୁ, ଆଜ୍ଞା 2 ଲକ୍ଷ ଟଙ୍କା ଦରକାର ଥିଲା ନା? ଆଜ୍ଞା ଆଜ୍ଞା ନିହାତି। ଏଇ ନିଅନ୍ତୁ 2 ଲକ୍ଷ ଟଙ୍କା। ହଁ ମ୍ୟାମ୍ ସାହେବ ହଁ ଆପଣ ଯେଉଁ ସାହାଯ୍ୟ କରୁଛନ୍ତି ନା, ନା ନା ମୁଁ କେବେ ସୁଝି ପାରିବି କି ଆରେ ନାହିଁ ତ ମୁଁ ଦେଖ। ଏମିତି ଗରିବ ଗୁରୁବାମାନଙ୍କୁ ଆପଣ ସାହାଯ୍ୟ କରୁଥାନ୍ତୁ, ଆପଣଙ୍କର ଉତ୍ତରାଉତ୍ତର ଉନ୍ନତି ହେବ। ମ୍ୟାମ୍ ସାହେବ ପ୍ରଣାମ ମ୍ୟାମ୍ ସାହେବ, ପ୍ରଣାମ ଆଜ୍ଞା। ପ୍ରଣାମ ଆଜ୍ଞା। ଟିକେ ବାଗେଇକି ରହିବେ ମ୍ୟାମ୍ ସାହେବ ପାଖରେ, ଟିକେ ବାଚାଳ ବୁଦ୍ଧି ବୁଢ଼ା ହେଇଗଲେଣି, ଟିକେ ବାଗେଇ ରହିବା ଆଜ୍ଞା। ମ୍ୟାମ୍ ସାହେବ ଆସୁଛି ଆସୁଛି ମ୍ୟାମ୍ ସାହେବ ଆସୁଛି। କୁଆଡ଼େ ଯାଉଛ ଜଗା?
ବାଲି ଟଣା ହାତକୁ ଏ 2 ଲକ୍ଷ ଟଙ୍କା ଆଟାଚଟା ଭାରି ଲାଗୁନି। ମାନସେଇବା ଆପଣ କ'ଣ କହୁଛନ୍ତି ସେ କଥା କିଛି ମୋ ମୁଣ୍ଡରେ ପଶୁନି। ମୁଣ୍ଡରେ ବସିଲା ବେଳକୁ ଆଉ କିଛି ନଥିବ ରେ ଜଗା। ଜଗା ବର୍ଷ ସାରା ଟଲି ଟାଲି ବି ତୋର 2 ଲକ୍ଷ ଟଙ୍କା ହବନି। ତା ଛଡ଼ା ଏତେ ଗୁଡ଼ିଏ ଟଙ୍କା କିଏ ବା କାହିଁ କାହାକୁ ଦବ? ଟଙ୍କା ପାଇଁ ଭାଇ ଭାଇର ଲୋକକୁ କାଟି ଦଉଛି, ମା ପୁଅକୁ ବିଷ ଦେଇ ଦଉଛି। 2 ଲକ୍ଷ ଟଙ୍କା ମୁଁ ତତେ ଏମିତି ଅଯଥାରେ କାହିଁକି ଦେବି? ଆପଣଙ୍କ କଥା ବୁଝିପାରୁନି କିଛି ଆପଣ। ଆଉ ବୁଝିଲା ବେଳକୁ କିଛି ନଥିବ, କିଛି ବୁଝିପାରିବୁନି, ଆଉ କିଛି ବୁଝିପାରିବୁ। ଏ 2 ଲକ୍ଷ ଟଙ୍କା ବଦଳରେ ମୋ ପାଖରେ ତ ବଂଶୀକି ବନ୍ଧା ପକାଇ ଦେ। ଏ 2 ଲକ୍ଷ ଟଙ୍କା ବଦଳରେ ତ ଟଲିକି ମୋ ପାଖରେ ବନ୍ଧା ପକାଇ ଦେ। ଏ 2 ଲକ୍ଷ ଟଙ୍କା ପାଇଁ ତୁ ମୋ ପାଖରେ ଗୋଲାମ ହବୁ, ଗୋଲାମ। ମ୍ୟାମ୍ ସାହିବା ବହୁତ କହିଲେ, ମ୍ୟାମ୍ ସାହିବା ବହୁତ କହିଲେ। ଆପଣ 2 ଲକ୍ଷ ଟଙ୍କା ଦେଇ ମୋର ଭାଇ ଭଉଣୀଙ୍କର ଭବିଷ୍ୟତକୁ ନଷ୍ଟ କରିବାକୁ ଚାହୁଁଛନ୍ତି ନା ଉନ୍ନତି କରିବାକୁ ଚାହୁଁଛନ୍ତି? ଦରକାର ନାହିଁ ଆପଣଙ୍କର ଟଙ୍କା, ରହିଲେ ଆପଣଙ୍କ ଟଙ୍କା ଏଇଠି। ଚାଲି ଯାଉଛି ଏଠୁ। ଟଙ୍କା ନୁହେଁ ତ ଭାଇ ଭଉଣୀ ଭବିଷ୍ୟତ ଦିନ ଅନ୍ଧାର ହେଇଯିବ। ସେମାନଙ୍କ ଭବିଷ୍ୟତ ଟଙ୍କା ନ ପାଇଲେ ତ ଭାଇ ଭଉଣୀ ବିଲେ ଯାଇକି ହଳ କରିବେ। ହଳ କରୁଛୁ ସମାନ ବିଲରେ। ଟଙ୍କା ନ ପାଇଲେ ତ ଭାଇ ଭଉଣୀ 2 ଜଣ ଆତ୍ମହତ୍ୟା କରିଦେବେ। ମୋ ଭାଇ ଭଉଣୀ 2ଟା ହଉଛନ୍ତି ମୋ ଛାତିର କଲିଜା। ମୋର ପଛେ କିଛି ହେଇଯାଉ, ହେଲେ ମୋ ଭାଇ ଭଉଣୀଙ୍କର କିଛି ନ ହଉ। ମନେ ଅଛି ତୋର? ମୁଁ ସମାରେ ବଂଶୀ ବଜାଇବାକୁ କହିଥିଲି ବୋଲି ତୁ ହାତ ମୋଡ଼ି ଦେଇଥିଲୁ, ମନେ ଅଛି? ମୁଁ କେବଳ ସେଇ ପ୍ରତିଶୋଧକୁ ଅପେକ୍ଷା କରିଥିଲି। କୋଉଦିନ ପାଳି ଆସିବ ମୁଁ ପ୍ରତିଶୋଧ ନେବି, ପ୍ରତିଶୋଧ ଅପେକ୍ଷା କରିଥିଲି। ତୁ କୋଉଦିନ ମୋ ପାଖକୁ ଆସିବ? ମନେ ରଖ, ଟଙ୍କା ମୋ ପାଖରେ, ବଂଶୀ ତୋ ପାଖରେ। ଟଙ୍କା ନବ, ନିଜକୁ ମୋ ପାଖରେ ବିକ୍ରି କରିଦେବ। ନିଷ୍ପତ୍ତିଟା ତୋ ହାତରେ ରହିଯାଆନ୍ତୁ ମ୍ୟାମ୍ ସାହିବା। ସେ 2 ଲକ୍ଷ ଟଙ୍କା ମତେ ଦେଇଯାଆନ୍ତୁ, ଆଉ ତା ବଦଳରେ ଏ ବଂଶୀଟା ନେଇଯାଆନ୍ତୁ। କାହିଁକି ନା ମୋ ଭାଇ ଭଉଣୀଙ୍କ ପାଇଁ ମୁଁ ସବୁ କିଛି କରିପାରେ। ଆଜି ଯେତେବେଳେ ବଂଶୀଟା ଆପଣ ନେଇଯାଉଛନ୍ତି ଭାରି କଷ୍ଟ ଲାଗୁଛି। ମୋ ବାପା ମରିଯାଇଥିଲା, ମୋ ମା ବି ମରିଯାଇଥିଲା, ମୋ ବାପା କୁଆଡ଼େ ଚାଲି ଯାଇଥିଲେ। ସେତେବେଳେ ମୋତେ କଷ୍ଟ ଲାଗିଲେ, ଦୁଃଖ ଲାଗିଲେ, ଆଘାତ ଲାଗିଲେ ମୁଁ ଏ ବଂଶୀଟାକୁ ବଜେଇବି। ତାହେଲେ ଆଜି ଯେତେବେଳେ ଆପଣ ଏ ବଂଶୀଟା ମୋ ପାଖରୁ ଛଡ଼େଇ ନେଇଯାଉଛନ୍ତି, ନେଇଯାଆନ୍ତୁ ମ୍ୟାମ୍ ସାହିବା। ତଥାପି ମୁଁ ହସୁଛି, ତଥାପି ହସୁଛି ମୁଁ, କାହିଁକିନା ମୋ ପାଖରେ ମୋ ବନ୍ଧୁ ଅଛନ୍ତି, ମୋ ସୁଖ ଦୁଃଖର ସାଥୀ, ମୋ ଦରିଆ କୂଳର ଦରଦୀ ବନ୍ଧୁ। So
गोटे जिनिस मागिबी दबो अरे वाह मु दिने तुमको गोटे जिनिस मागी हेले आज आज तमे मते मागुछ बुझिल भाई एटा को कहते समयर खेल ସବୁ ସମୟରେ ଖେଳ ଭଉଣୀ ସବୁ ସମୟରେ ଖେଳ ସମୟଟା ଆମ କପାଳରେ ନିଆଁ ଲଗେଇ ଦେଇଛି ମୋ ପୁଅର ଜୀବନ ମୁଁ ତମ ପାଖରେ କାନ୍ଦି ବଞ୍ଚେଇ ଭିକ୍ଷା ମାଗୁଛି ମୋ ପୁଅକୁ ତମେ ବଞ୍ଚେଇ ଦିଅ ଭଉଣୀ ଆମକୁ ଟିକେ ଦୟା କର ମୋ ପୁଅକୁ ଆମକୁ ଫେରେଇ ଦେ ତାକୁ ପାଗଳ କରିଦେ ନା ଲୋସାଇନା फेरई देवी मो दिने मो पुअर जीवन भिक्षा मागिଥିଲି आज तम पुअर जीवन बर्बाद ठीक अच्छे देवी ता बदले मु जहाँ कहबी मो कथा तुमको रखा ତମେ ତମେ ଏ ଜୀବନରେ ବହୁତ କଷ୍ଟ କରିଛ ସେଥିପାଇଁ ଗୋଟେ ମା ଆଜି ତମ ପାଖରେ କାନ୍ଦି ବଞ୍ଚେଇ ଭିକ୍ଷା ମାଗୁଛି ଗୋଟେ ମା ଆଉ ଗୋଟେ ମାର ଗୋଡ଼ ତଳେ ପଡ଼ି ଭିକ୍ଷା ମାଗୁଛି ତା ପୁଅର ଜୀବନଟାକୁ ଫେରେଇ ଦିଅ ତମ ପୁଅ ତ ଆଉ କେବେ ବି ଫେରିବନି ଭାଇଠାରୁ ପ୍ରତିଶୋଧ ନେବାକୁ ଚାହିଁ କାହିଁକି ମୋ ପୁଅର ଜୀବନଟାକୁ ନଷ୍ଟ କରିଦେଉଛ ତମେ ହଉଛ ପୁରା ମୋ ପୁଅର ପିଇସି ମା ମୋ ପ୍ରଭୁର ତମେ ମା କେମିତି ମୋ ପୁଅ ଜୀବନଟାକୁ ନଷ୍ଟ କରିଦେଉଛ ତାକୁ ବଞ୍ଚେଇ ଦିଅ ସୈନ୍ୟ ବଞ୍ଚେଇ ଦିଅ ठीक अच्छे किंतु ता बदले मु जहाँ मागिबी मते दबाक बिना भौणी तू जहाँ कहबू करिबी तो कथा मानिबी आनिबो हाँ नो 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 शीघ्र ये साइनाटा तुम ऊपर जमा भी विश्वास करबनी हाँ तमे जदि तुम बड़ पुओ प्रभातर राण खाई करब ताले मु विश्वास करबी करिबी लो भौणी मो मो बड़ पुअर राण खाई कहूची तू जहाँ कहबू तो कथा मानिबी मानिबो हेलो सତରେ मानिबी मानिबो? तो कथा मत दरकार तुम सान मो पुअर जीवन तुम नहीं हेले मु तुम बड़ पुओ को एत दूर को पठाई देछि जे तुम जेते चेष्टा कले भी जमा भी आनी पारिबनी मत दरकार तुम सान पुओ देई पारिबो तो सान पुओ माने देबे तो बड़ पुओ को मारे देबे तुम समस्त को मारे देबे এইটি কি হলো পিউসিমা ও তব প্রস্তাবরে রাজি মারিদেল বাবা মারিদেলেন ধরে নিল বাবা হঠাৎ তোর কইবি যদি ମୋ ବଦଳରେ ମୋ ପିଉସୀ ମା ମୋ ବଡ଼ ଭାଇଟାକୁ ଛାଡ଼ିଦିଏ ତାହେଲେ ଦରକାର ପଡ଼ିଲେ ମୋ ବଡ଼ ଭାଇର ଜୀବନ ବଞ୍ଚେଇବା ପାଇଁ ମୁଁ ନର୍କକୁ ଓହ୍ଲେଇଯିବି ଲୋ ବାବା ନର୍କକୁ ବି ଓହ୍ଲେଇଯିବି
ପରା ଗୋଟେ ପିଲାବେଳେ ଗପ କହି ପ୍ରଭୁ ରାମଚନ୍ଦ୍ର ଘରକୁ ଗଲାବେଳେ ଭରତକୁ ଯିଏ ଯେତେ ବୁଝେଇଲେ ବି ଭରତ ରାଜସିଂହାସନରେ ବସିନଥିଲେ। ଶେଷରେ ପ୍ରଭୁ ରାମଚନ୍ଦ୍ରଙ୍କ ପାଦୁକାକୁ ଆଣି ରାଜସିଂହାସନରେ ବସେଇ ଦେଇଥିଲେ। ନିଜେ ନନ୍ଦୀ ଗ୍ରାମେ ରହି ଅଯୋଧ୍ୟାର ପାଳନ କଲେ। ଏହି ମାମା ତୁ କହ, ଯଦି ଭରତ ତାଙ୍କ ବଡ଼ ଭାଇ ପାଇଁ ରାଜସିଂହାସନ ତୁଚ୍ଛ କରିପାରିଲେ, ତାହେଲେ ମୋ ବଡ଼ ଭାଇ ପାଇଁ ମୁଁ କଣ ଏତିକି କରିପାରିବିନି? ତାକୁ ତୁ କେତେ ମାରୁଥିଲୁ, କେତେ ଗାଳି ଦଉଥିଲୁ, ଆଉ କହୁଥିଲୁ ତୋର କେବଳ ଗୋଟେ ପୁଅ। ଏ ମାମା ଆଜି ତୋ କଥାଟା ସତ ହେଇଗଲା ମାମା, ତୋ କଥାଟା ସତ ହେଇଗଲା। ଆଜି ତୋର ଗୋଟେ ପୁଅ ନିଶ୍ଚୟ ବଞ୍ଚିବ ମାମା, ନିଶ୍ଚୟ ବଞ୍ଚିବ। ମାମା ବଞ୍ଚିବାକୁ ହବ। ଏଠି କର୍ଣ୍ଣମଲେ ସେସବୁ ଆଜି ମୋ ପୁଅମାନଙ୍କୁ ଭୋଗିବାକୁ ପଡୁଛି। ତମେ ସେମିତି କୁହନି ବାପା। ଯଦି ତମେ ସେମିତି କହିବ, ଏ ଦୁନିଆର ସବୁ ବାପା ମାନଙ୍କର ପୁଅ ଉପରେ ବର୍ଷା ପିଟିଯିବ ବାପା। ମୁଁ ତମକୁ ହାତ ଯୋଡିଛି ବାପା, ତମେ ସେମିତି କୁହନି। ଏ ବିଷୟ ଆଉ କେହି ରହିଲୁ କାହିଁକି? ନେଇ ମତେ ନେଇ ଚାଲ, ମୋ ବଡ ଭାଇଟାକୁ ଛାଡ଼ିଦେ। देख देख सुनबे ऊपर थाई तमें देख ये वशिष्ठ मिश्र मोर गोटे पुअर जीवन नहीं था। ये वशिष्ठ मिश्र दी दुटा पुअर जीवन पूरा बर्बाद कर नष्ट कर Salina. Danger sign. हसी देले सुइटे हसी न रागी कोले मुन नाकी। हरी बोलो हाजिर तामसा करू sorry madam, I am so sorry. मैडम मते जा कहवा कथा कोंतु हेले मद को ना 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 मद मद होची देशर जातीय संपद आउ ए मदुआ माने हेले देशर जातीय नागरिक I mean national citizen. जहाँ कोच मन देसु मैडम आज ठरू भाई गोटे नुआ शिकार मिलगला मैडम कोड़े कोड़े की डाकुचंती बुझी गई मैडम आ मते ताले काको गोटे माटो मारिबा को पड़िबो मैडम हाँ आपण होचंती मो पई साक्षात कोरोना भाइरस जादे बिंदु सर्वभूतेषु कोरोना रूपेण सन्ति नमस्तस्यै नमस्तस्यै कोरोनाय
ନେଇଛ ନୂଆ ଶିକ୍ଷା ଅନେକ